ଉଦାରତା ଗ୍ରୁପ ସହିତ ଅନଲାଇନ ରେ ଯୋଡ଼ି ହେଇଥିବା ଭାଇ ଭଉଣୀ ସମସ୍ତଙ୍କୁ ନମସ୍କାର। ଆଜି ରାକ୍ଷୀ ପୂର୍ଣ୍ଣମୀର ଆଜି ଚିରନ୍ତନୀର 114ତମ ସ୍ତବକ। କେବେ ସାହସ ହରାଅ ନାହିଁ। Never get discouraged. ଆମର ଭଲ ମନ୍ଦ ସୁବିଧା ଆମର କେତେ ସବୁ ତାକତ ଅଛି ଏବଂ କଣ ନାହିଁ, ଏ ବିଷୟରେ ତାଙ୍କ ଠାରୁ ଅଧିକ କିଏ ବା ଜାଣିଛି? ଆମେ କେମିତି ଡରୁଥାଇ, ସାହସ ହରେଇ ବସିଥାଇ, discouraged ଅନୁଭବ କରୁଥାଇ, disheartened ଅନୁଭବ କରୁଥାଇ, ଆପଣ ସେ ଜାଣନ୍ତି ନାହିଁ। ସୁନ୍ଦର ମା ଆରମ୍ଭ କରୁଛନ୍ତି, you must tell yourself, with the means of transport at my disposal, I have reached a certain point. But these means do not allow me to go further. ନିଶ୍ଚୟ ନିଜକୁ କହିବ, ଏ ଯାତ୍ରା ପାଇଁ ମୋ ପାଖରେ ଯେତିକି ସମ୍ବଳ ଥିଲା, ତାହା ସାହାଯ୍ୟରେ ମୁଁ ଏକ ନିର୍ଦ୍ଦିଷ୍ଟ ଜାଗାରେ ଆସି ପହଞ୍ଚି ଗଲି। କିନ୍ତୁ ଏତିକି ମାତ୍ର ସମ୍ବଳ ମତେ ଆଉ ବେଶୀ ଦୂରକୁ ନେଇଯାଇ ପାରିବ ନାହିଁ। ମତେ କଣ କରିବି? ଯେମିତି ମୋ ଡିବିରିରୁ ତେଲ ସରିଗଲା କି? କଥା ହଉଛି ଭାଇ ଭଉଣୀ ମାନେ ଭାବିବା ତ, ମା ଯାତ୍ରା ବୋଲି କହୁଛନ୍ତି, ଯାତ୍ରା ବାସ୍ତବରେ କଣ? ଆମେ ଜୀବନ ଯାତ୍ରା କଥା କହୁ। କେବେ କନସେନଟ୍ରେଟ କରିଛୁ ପ୍ରକୃତରେ ଜୀବନ ଯାତ୍ରାର ଅର୍ଥ କଣ? ନା ମୁଁ ଏମିତି କହି ପକଉଥାଏ। ଏବଂ ସମ୍ବଳ ପୁଣି କଣ? ଆଉ ନିର୍ଦ୍ଦିଷ୍ଟ ଜାଗା କଣ? ଏଗୁଡିକ ଏହା ମୂଳକୁ ଗଲେ ଆମେ ଆମର ଅଳ୍ପତା ବିଷୟରେ ସଚେତନ ହେଇପାରିବା। ଯେତେବେଳେ ଆମେ ଯାତ୍ରା କହିଲେ ଜୀବନ ଯାତ୍ରାକୁ ବୁଝୁଥାଏ, ଭାଇ ଭଉଣୀ ମାନେ ଆମେ କେବେ ଚିନ୍ତା କରୁ ଯେ ଜୀବନ କଣ? କାହିଁକି ମତେ ଦିଆଯାଇଛି? ମୁଁ ନିଜେ ଇଚ୍ଛା କରି ଆସିଛି ନା ମୁଁ ପଶ୍ଚାତରେ ଆଉ କିଏ? ମୋ ବାପା ମା ମାନେ ମତେ ଏଇଠି ଆଣିଛନ୍ତି ନା, ସେମାନେ ବାସ୍ତବରେ ମାଧ୍ୟମ। ମନେ ରଖିବା, ଆମ ପିତା ମାତା ମାନେ ଆମର ମାଧ୍ୟମ। ଆମେ ଯୋଉ ସଂସାରକୁ ଆସିଛୁ ସେମାନେ ମାଧ୍ୟମ, ସେମାନେ ହେତୁ ନୁହନ୍ତି। ଲେବାନନରେ ଜଣେ ବିଶିଷ୍ଟ ଲେଖକ ଥିଲେ ଖଲିଲ ଜିବ୍ରାନ ବୋଲି। ସେମାନେ କିଏ କିଏ ନାଁ ଶୁଣି? ଖଲିଲ ଜିବ୍ରାନ ଥିଲେ ଜଣେ ଦ୍ରଷ୍ଟା ପୁରୁଷ।
ଜଣେ କ୍ରାନ୍ତିକାରୀ ଏବଂ ତାଙ୍କ ଅନୁଭବରୁ ସେ ଯୋଉ ବହିଟି ଲେଖିଥିଲେ, ମା ତାଙ୍କ ଟେବୁଲ ଉପରେ ସେ ବହିଟି ବର୍ଷେ କାଳ ରଖିଥିଲେ। ଏ କଥା ଆପଣ ମାନେ ଶୁଣିଥିବେ। ଯେତେ ଥର ଚମ୍ପକଲାଲ ଚାହିଁଛନ୍ତି ଯେ ମା ଆପଣ ପଢି ସାରିଲେଣି, ମୁଁ ବହିଟିକୁ ନେଇଯାଉଛି, ବୋଲେ ନା ନା, I have still to go through it। ଏବଂ ବର୍ଷେ ପରେ ଚମ୍ପକଲାଲ ତାଙ୍କର ଲେଖିଛନ୍ତି ତାଙ୍କ ବହିରେ ଯେ ମା କହିଲେ ହଁ, now you can take it and put it in the cell। ସିଏ କହିଲେ ଅଲିଲ ଜିବ୍ରାନ ସେଇ ବହି ଲେଖିକିରି ଲେବାନନରୁ ତଡା ଖାଇଥିଲେ। ସେ ଦେଶ ତାଙ୍କୁ ତଡିଲା, କିନ୍ତୁ ସେ ବିଶ୍ୱ ପ୍ରସିଦ୍ଧ ହେଲେ। ତାଙ୍କର ଏ ଉଦ୍ଘାଟିତ ଚରମ ସତ୍ୟକୁ ବିଶ୍ୱବାସୀଙ୍କୁ ସେ ଶୁଣେଇକିରି ଗୋଟେ କଥା କହିଛନ୍ତି। ବହୁତ କଥା ତ କହିଛନ୍ତି, ବହିଟାରେ ଅଛି ଦି ପ୍ରଫେଟ ବୋଲି ବହିର ନାଁ। ଆପଣମାନେ ସମସ୍ତେ ପଢିବା ଉଚିତ। କିଏ କିଏ ହୁଏତ ପଢିଥିବେ, ଖୁସି ଲାଗିବ। ସେଇଠି ଗୋଟେ ଜାଗାରେ କହୁଛନ୍ତି, ଓ ୟୁ ପ୍ୟାରେଣ୍ଟସ, ଏ ବାପା ମା ମାନେ ମୋ କଥା ଶୁଣ, ତୁମର ସନ୍ତାନ ତୁମର ଆପଣାର ସନ୍ତାନ ନୁହେଁ। ସେମାନେ ଜନ୍ମ ନେବାର ଲାଳସାର ସନ୍ତାନ। ତୁମମାନଙ୍କ ମଧ୍ୟ ଦେଇ ସେମାନେ ସଂସାରକୁ ଆସନ୍ତି, କିନ୍ତୁ ତୁମମାନଙ୍କ ଠାରୁ ସେମାନଙ୍କର ଉଦ୍ଭବ ହୁଏ ନାହିଁ। ସଂସାରରେ ସେମାନେ ତୁମ ସହିତ ଅଛନ୍ତି, ତଥାପି ସେମାନେ ତୁମର ନୁହନ୍ତି। ସେମାନଙ୍କୁ ତୁମେ ଯେତେ ଇଚ୍ଛା ସେତେ ଆପଣାର ପ୍ରେମ ଦାନ କରିପାର, କିନ୍ତୁ ଆପଣାର ବିଚାରଧାରାକୁ କଦାପି ସେମାନଙ୍କ ଉପରେ ଲଦି ଦିଅ ନାହିଁ। କାରଣ ସେମାନଙ୍କର ନିଜର ବିଚାରଧାରା ରହିଛି। ସେମାନଙ୍କ ଶରୀର ସେମାନେ ଆପଣା ଗୃହରେ ଆଶ୍ରୟ ଦେଇପାର, କିନ୍ତୁ ସେମାନଙ୍କର ଆତ୍ମାକୁ ମୁକ୍ତ ଛାଡ଼ି, କାରଣ ଆଗାମୀ ଅନାଗତର ଭବନରେ ସେମାନଙ୍କର ଆତ୍ମା ବିଚରଣ କରୁଛି। ତୁମେ ସେ ଭବନ ଭିତରେ ପ୍ରବେଶ କରିପାରିବ ନା, ତୁମର ଯାଇପାରିବ ନା। ତୁମେ ସେଇମାନଙ୍କୁ ଭଳି ହେବାର ଚେଷ୍ଟା ହୁଏତ କରିପାର, କିନ୍ତୁ ସେମାନଙ୍କୁ ତୁମ ପରି ଗଢିବାର ଲାଳସା ରଖ ନାହିଁ। ଏଇଭଳି ବହୁତ କଥା ଯଦି ମୁଁ ଲେଖିଥିବା ବହିଟି ଆପଣମାନଙ୍କ ହାତରେ କାହା ହାତରେ ପଡିଥିବ, ସେ ବହିର 125 ପୃଷ୍ଠାରେ ଏଇଥିରୁ ଆହୁରି କିଛି ମୁଁ ଦେଇଛି। ଅର୍ଥାତ୍ ଏ ଜୀବନ ଯାତ୍ରାର ହେତୁ ଆମେ ନୁହଁ, ଆମର ପିତା ମାତା ବି ନୁହନ୍ତି। ଆମେ ମା ଏବଂ ଶିରୋରବିନ୍ଦଙ୍କୁ ଯେତେ ଅଧିକ ଅଧିକ ପଢିବା, ଜାଣିବା, ଏ ହେତୁ ହଉଛନ୍ତି ସେଇ ପରମ, ଯିଏ ଆମ ଭିତରେ ଏକଦମ ଆମ ଗଭୀରତାରେ ଲୁଚି କରି ରହିଛନ୍ତି। ସେ ହଉଛନ୍ତି ଆମର ସୋଲ। ଏବଂ এই ପ୍ରକୃତିର ନିୟମ ମାନେ ଏହି ଆତ୍ମାର ଆଜ୍ଞାରେ ଆମେ ଆଗକୁ ଆଗକୁ ଚାଲିଛୁ। ଏ ହେଉଛି ଆମର ଯାତ୍ରା। এই ଜୀବନ ଯାତ୍ରା ପାଖରେ ଆମେ ପ୍ରକୃତରେ ଅସଲ କିଏ ଯାଉଛି, କେମିତି ଯାଉଛି, ଆମର ଯୋଉ ଏଠି ବିବର୍ତ୍ତନ ହେଇ ଚାଲିଛି, ତାର ହେତୁ ବିଷୟରେ ଆମେ ବେଶୀ କିଛି ଜାଣୁନା। ଏଠି ହେଇଛି କଣ? ସିଏ ତ ଅଭ୍ୟନ୍ତରରେ ଆମ ଗଭୀରରେ ରହିଛନ୍ତି। ଏଠି ପ୍ରକୃତରେ ଆମର ଅହମ୍ ଏବଂ ଆମର ମନ, ଏମାନେ ବାସ୍ତବରେ ଯୋଗୁଆ ସାହାଯ୍ୟକାରୀ। ଅସଲ ମାଲିକକୁ ଜାଣି ପାରୁନାହାନ୍ତି, ତେଣୁ ଏମାନେ ନିଜେ ଆମର ମାଲିକ ବୋଲଉଛନ୍ତି।
ଏବଂ ସେଇମାନଙ୍କର ପ୍ରଭାବରେ ପ୍ରଭାବିତ ହେଇ କହି ରଖେ ଅହଂ ଏବଂ ମନ ତାର ପ୍ରଭାବରେ ପ୍ରଭାବିତ ହେଇ ଆମେ ଅନୁଭବ କରୁ ଯେ ସେ ଯାଉନାହାନ୍ତି, ମୁଁ ଯାଉଛି, ମୁଁ କରୁଛି, ଏସବୁ ମୋର, ଇତ୍ୟାଦି ଇତ୍ୟାଦି। କେତେ ସୁନ୍ଦର ଭାଷାରେ ମା କହୁଛନ୍ତି, ଯୋଉ ଜୀବନ ଯାତ୍ରା ଚାଲିଛି ସେ ଯାତ୍ରା ପାଇଁ ମୋ ପାଖରେ ଯେତିକି ସମ୍ବଳ ଥିଲା ତା ସାହାଯ୍ୟରେ ମୁଁ ଏକ ନିର୍ଦ୍ଦିଷ୍ଟ ଜାଗାରେ ଆସି ପହଞ୍ଚି ଗଲି। ମାନେ କୋଉଠି ପହଞ୍ଚିଲି? କେତେ ପଢିଛି, କେତେ ଜାଣିଛି, ଘର କରିଛି, ସଂସାର କରିଛି, ପିଲା ଛୁଆ ହେଇଛନ୍ତି, ଇତ୍ୟାଦି ଇତ୍ୟାଦି ପହଞ୍ଚିଯାଇଛି। ଆଉ ମୁଁ କରିଛି ଆଉ ପାରିବିନି, ହାଲିଆ ହେଇଗଲିଣି। ଏଇ ହଉଛି ଡିସ୍କରେଜମେଣ୍ଟ, ଏଇ ହଉଛି ନିରୁତ୍ସାହ, ହତୋତ୍ସାହ। ମା ତାକୁ ଅନୁଭବ କରୁଛି। ଆମେ ଯେତେବେଳେ କହୁଛୁ ଯେ ଏତିକି ମାତ୍ର ସମ୍ବଳ ମତେ ଆଉ ବେଶୀ ଦୂରକୁ ନେଇ ପାରିବ ନାହିଁ, ମୁଁ ଆଉ କିଛି କରିପାରିବି, ମୁଁ ଏବେ କଣ କରିବି? ମା କହିଲେ ତୁ କଣ ଆସିଲୁ କିରେ? ଏ ସମ୍ବଳ ସବୁ ତୋର ନୁହେଁ, ଏ ସମ୍ବଳ ହଉଛି ତାଙ୍କର। ସେଦିନ ଆପଣ ମାନଙ୍କୁ ଶୁଣାଉଥିଲି ତ ଆଚଲା ବାଂଲାଦେଶର ତାଙ୍କର ଜାତୀୟ କବି ସେ ଅବ୍ଦୁଲ ଲତୀଫ, ତାଙ୍କର ଏକ ସୁନ୍ଦର ଅନୁଭବ ଅଛି, କବିତାରେ ଲେଖିଛନ୍ତି। ଆପଣ ମାନଙ୍କୁ ସେଦିନ ଶୁଣାଉଥିଲି, ମତେ ଲାଗୁଛି ସେଇଥିରେ ସେ ଲେଖୁଛନ୍ତି ଯେ ଏଇ ଯୋଉ ଘର ଦ୍ୱାର ମୁଁ କରିଛି এইটা মোর নয়। ସେ କହୁଛନ୍ତି পরের জায়গা, পরের জমিন, ঘর বানাইয়া আমি রই, আমি তো সেই ঘরের মালিক নই। ବୁଝିଲେ ତ? ଏ ଜାଇଗା ଜମିନ ହଉଛି ପରର, ଆଉ କାହାର। ମୁଁ ସେଠି ଘର କରିକିନି ରହିଛି, ମୁଁ ହଉଛି ଅହଙ୍କାର, ମୁଁ ସେ ଘରର ମାଲିକ ନୁହଁ। ଏବଂ ଖୋଜନ୍ତି জমিদারের ইচ্ছা মতো দেই না জমি চাষ, তাই তো ফসল ফলে না রে দুঃখ 12 মাস। অর্থাৎ ମାନବ ଜୀବନର ମୂଳ ଉତ୍ସ ହେଲା ଦିବ୍ୟତା। ସେଇ ଦିବ୍ୟ କର୍ମ କରିବା ଲାଗି ତାକୁ ସଂସାରକୁ ଅଣାଏ। ତେଣୁ ସେ ହେଲା ସେଇ ଦିବ୍ୟ କର୍ମର କର୍ମୀ, ଭଗବାନଙ୍କର, ଜଗଦୀଶ୍ୱରଙ୍କର ଜଣେ ଯନ୍ତ୍ର, ଜଣେ କର୍ମୀ ଭାବରେ, ଗୋଟେ ଯନ୍ତ୍ର ଭାବରେ ସେ କେତେ ନିରଙ୍କାରୀ ଏବଂ ନିଷ୍ଠାପର ହେଇପାରିବ, ସେଥିରୁ ହିଁ ତାର ମାନବ ଜୀବନର ସାର୍ଥକତା ପ୍ରତିଭାତ ହୁଏ। কিন্তু তথাপি দুঃখ। সেইଥିପାଇଁ কবি তাଙ୍କର কହୁଛନ୍ତି, আমি খাজনা পাতি সবই দিলাম, তবু জমি আমার হয় যে নিলাম। খজনা দেলি কিন্তু তথাପି ଜମି ମୋର ନିଲାମ ହେଇଯାଉଛି। କାହିଁକି? ଅର୍ଥାତ୍ ମୁଁ ମୃତ୍ୟୁ ମୁଖରେ ପଡୁଛି। କାହିଁକି? ସେ କଥା ଆମେ ଚିନ୍ତା କରିବା। ତେଣୁ ଅହଂ ପରବଶ ହେଇକିରି ଆମ ଅବସ୍ଥା ଏଇଆ, ଅହଂ ପରବଶ। କହୁଛନ୍ତି ଆମର ଅନୁଭବ ଆଉ ଅଧିକ ଆମେ କରିପାରିବୁନି, ଯାଇପାରିବୁନି, ମୁଁ ଆଉ ଏବେ କଣ କରିବି? ସେତିକି ବେଳେ ମା କହୁଛନ୍ତି sit there and not tire any longer। ଆରେ ଏଇଠି କଣ ବସି ରହିବି, ହଲଚଲ ହେବିନି? କଣ ଭାବୁଛୁ କି ରେ, ବହୁତ କରି ପକେଇଲୁ? ଆରେ ଅସଲ କାମ ତୋର ଆରମ୍ଭ ହେଇନି।
ମା କହୁଛନ୍ତି ନା ନା, ସେ କଥା ଆଦୌ ନୁହେଁ। ଯାତ୍ରା ପାଇଁ ମତେ ଅନ୍ୟ ସମ୍ବଳ ମାନ ଯୋଗାଡ଼ କରିବାକୁ ହେବ। ଏ ସମ୍ବଳ କଣ? I must find other means of transport. The other means କଣ? ଯାହା କରିଛି ମିନ୍ସ ତ ଆମେ ବୁଝୁଛେ, ମିନ୍ସ ଅଫ ଟ୍ରାନ୍ସପୋର୍ଟ ମାନେ ହଉଛି ଯାତ୍ରାର ମାଧ୍ୟମ। କେମିତି ଯିବି? ସାଇକେଲ ଯିବି ନା ସ୍କୁଟରରେ ଯିବି ନା ବାଇକରେ ଯିବି ନା ଫୋର ହ୍ୱିଲର ଯିବି ନା ଅଟୋରେ ଯିବି? ମତେ ଯିବାକୁ ହବ। ଏବଂ ଖାଇବି ଚଳିବି କେମିତି, ଏସବୁ କଥା। ଅର୍ଥାତ୍ ଏଇ ହଉଛି ଜୀବନ ଯାତ୍ରା। ଏ ବିଷୟରେ ମୁଁ ଆହୁରି ଚେତନ ନାହିଁ। ସତରେ ଏଇଥିପାଇଁ ଆସିଛି। ସେଇଥିପାଇଁ ସେ ମନେ ପକେଇ ଦିଏ ଆପଣ ମାନଙ୍କୁ ଅଷ୍ଟ କଣ ସେଟା ଶ୍ରୀକୃଷ୍ଣଙ୍କର ଅଷ୍ଟୋତ୍ତର ଶତନାମ। কৃষ্ণ ভজিবার্তরে সংসারে আই হইনু, মিথ্যা মায়াবদ্ধ হে বৃক্ষ সম হইনু। ফল রূপে পুত্র কন্যা ডাল ভেঙে পড়ে, কার রূপে সংসারেতে পক্ষীবাস করে। জন্ମ ହେଲା, ତାପରେ କିଛି ପାଠ ପଢିବ। କି ପାଠ ପଢିବ ନା ଯେମିତି ଚାକିରିଟେ ମିଳିବ ବା କିଛି ରୋଜଗାର କରିପାରିବ, ଅର୍ଥ। ତାପରେ ଆଉ ଟିକେ ବଡ ହେଲେ ବାହା ହବ, ଘର ସଂସାର କରିବ, ପିଲା ଛୁଆ ମେଞ୍ଚେ ହେବେ। ତାପରେ ସେମାନଙ୍କର ଲାଳନ ପାଳନରେ ସମୟ ବିତିବ। ତାପରେ ଆସ୍ତେ ଆସ୍ତେ ଅବସର ହେଇଯିବ। ତାପରେ କହିବ ଖାଲି ପ୍ରଭୁ ମତେ ନେଇଯାଅ, ମୋର କାମ ସରିଗଲା। ଆରେ ସେ କଣ ଏଇଥିପାଇଁ ଆସିଛୁ? ଅସଲ ସମ୍ବଳ ସଂଗ୍ରହ କରିବାର ଅର୍ଥ ହଉଛି ଅଚେତନ ହେଉ ଜୀବନ ଯାପନ କରିବା। ଯିଏ ଅଛନ୍ତି, ଯାହାଙ୍କ ପାଇଁ ଏ ଜୀବନ ସମ୍ପର୍କିତ। ନା କହୁଛନ୍ତି ଏ ନୂଆ କଥା ନୁହେଁ, ଏଇଭଳି ଅବସ୍ଥା ବହୁବାର ଘଟିବ। ବହୁବାର ଘଟିବ। This will happen quite often. But after a while you will get used to it. ତାପରେ କହୁଛନ୍ତି କିଛି ସମୟ ପରେ ତୁମେ ପରିସ୍ଥିତି ସହିତ ଅଭ୍ୟସ୍ତ ହେଇଯିବ। ତେଣୁ ପ୍ରକୃତରେ ନୀରବତା, ଅନ୍ତର୍ଦର୍ଶନ, ଅନ୍ତର୍ଦୃଷ୍ଟି, ଅନ୍ତର୍ଜାଗରଣ, ଆତ୍ମବିଶ୍ଳେଷଣ, ଏହି ସେତେବେଳେ ଆମ ସାହାଯ୍ୟରେ ଆସିବ। କହୁଛନ୍ତି ତୁମେ କିଛି ସମୟ ପରେ, କିନ୍ତୁ କିଛି ସମୟ ପରେ ତୁମେ ଏ ପରିସ୍ଥିତି ସହିତ ଅଭ୍ୟସ୍ତ ହେଇଯିବ। ତୁମେ ଏପରି ଅବସ୍ଥାରେ କିଛି ସମୟ ପାଇଁ ଚୁପଚାପ ବସିଯିବ, ଧ୍ୟାନସ୍ଥ ହେବ। ତାପରେ ଅନ୍ୟ ଉପାୟ ଗୁଡ଼ିକ ଖୋଜିବ। ପ୍ରକୃତରେ ମତେ କଣ କରିବାର ଅଛି? ଅତି ସୁନ୍ଦର ମାଙ୍କର ଭାଷା। You must sit down for a moment, meditate. ଧ୍ୟାନ ମାନେ କଣ? ଏ ଜୀବନର ଉଦ୍ଦେଶ୍ୟ କଣ? ଏଇଥିପାଇଁ ମୁଁ ସଂସାରକୁ ଆସିଥିଲି ନା ଆଉ କିଛି ମତେ କରିବାକୁ ଅଛି? ଇତ୍ୟାଦି ଇତ୍ୟାଦି। ସେତିକି ବେଳେ and then find other means, ଅନ୍ୟ ରସଦ ସବୁ ସଂଗ୍ରହ କରିବାକୁ ହେବ, ବାହାର କରିବାକୁ ହେବ, ବାଛିବାକୁ ହେବ, ଉପାୟ ଗୁଡ଼ିକୁ ଖୋଜିବାକୁ ହେବ। ଏଠି ସାହସ ହରେଇଲେ ଚଳିବ ନାହିଁ। ମାନେ ପବିତ୍ର ଅଧିକାଂଶ ନିଶ୍ଚୟ ଆମ ପ୍ରିୟ ବାବୁଲି ଭାଇଙ୍କର ସେଇ ପିଲାମାନଙ୍କର ପ୍ରାର୍ଥନାକୁ ସେ ଯୋଉ ଗୀତ କରିଛନ୍ତି ତାକୁ ତ ନିଶ୍ଚୟ ଶୁଣି। ଆମ ଧର୍ମ ଦୁଃସାହସ ବିପଦ ଆମର ସାଥୀ, ଆମେ ସଂଗ୍ରାମ କରିବୁ ସାରା ଦିବା ଆଉ ରାତ୍ରି। Be
ଯୋଦ୍ଧା କରି ଗଢ଼ ଆହେ କର ହେ ନିର୍ଭୟ ଦୁର୍ବାର ଗତିରେ ଆମେ ହେବୁ ଯେ ଦୁର୍ଜୟ ଅତୀତ ବିରୁଦ୍ଧେ ଯୁଦ୍ଧ କରୁଥିବୁ ନୀତି ଯେତେ ଦୁଃଖ ଆଉ କଷ୍ଟ ପୁଣି ରୋଗ ବୈରାଗ ଯେତେ ବାର୍ଦ୍ଧକ୍ୟ ଯନ୍ତ୍ରଣା ପୁଣି ମୃତ୍ୟୁର ଚାବୁକ ସ୍ୱୀକାର ନ କରି ଦିନେ ହେବୁ ନିଶ୍ଚେ ଦେବୁ ନିଶ୍ଚେ ତଡ଼ି ଅଣ୍ଟକିତ ଚଲାପଥ ଜାଣି ଆଗୁସାର ଚାଲୁଅଛୁ ଚାଲୁଥିବୁ ନକରି ଅଟର ଜପି ଜପି ମା ନାମ ସଦା ହସି ହସି କେଡ଼େ ସୁନ୍ଦର। ଅର୍ଥାତ୍ ଏଠି ଧୈର୍ଯ୍ୟ ହରେଇଲେ ସାହସ ହରେଇଲେ ହେବ ନାହିଁ, ଉପାୟକୁ ଖୋଜିବାକୁ ପଡ଼ିବ। ତୁମେ ତୁମର ମନର ଏକାଗ୍ରତା ଆସ୍ପୃହା ଓ ତୁମର ବିଶ୍ୱାସକୁ ବଢାଇ ଦେବ। ପ୍ରତ୍ୟେକକୁ ଗୋଟେ ଗୋଟେ ଚିହ୍ନିବା। You must increase your concentration. କାହା ଉପରେ? ପଢୁଥିଲି ମା କହୁଛନ୍ତି ତୁମର ଆସ୍ପୃହା ଅନୁସାରେ ତମକୁ ଫଳ ଦେବ। ତମେ କଣ ଚାହୁଁଛ? ତମେ ଟଙ୍କା ପଇସା ଚାହୁଁଛ, ଶାରୀରିକ ସୁସ୍ଥତା ଚାହୁଁଛ, ପ୍ରାଣିକ ଆମୋଦ ପ୍ରମୋଦ ଚାହୁଁଛ, ମାନସିକ କଣ କରିବ ଚିନ୍ତା ଚେତନା ଏସବୁ ଚାହୁଁଛ ନା ପ୍ରକୃତରେ ଭଗବାନଙ୍କୁ ଚାହୁଁଛ? ତୁମେ ଯାହା ଚାହିଁବ ସେ ଆହୁରି ଜାଣିଛନ୍ତି ଭଲ ଯେ କୋଉ ଉଦ୍ଦେଶ୍ୟରେ ଆମେ ୟାକୁ ପକେଇବୁ, ଯେ ପ୍ରକୃତରେ କୋଉଠି ଠିକ ବାଟରେ ଅଛି ନା ଅବାଟରେ ବୁଲବୁଲେୟାରେ ପଶିଯାଇଛି। ସେଇଥିପାଇଁ ତ ରବୀନ୍ଦ୍ରନାଥ କହିଛନ୍ତି ଆମେ ବହୁ ବାସନାଏ ମନେ ଚାଇ ବଞ୍ଚିତ କରିବା ଚାଲେ ମରେ। ଅନେକ ସମୟରେ ଯାହା ଆମ ପାଇଁ ଅମଙ୍ଗଳକର ସେଇଟା ସେ ଜାଣିଛନ୍ତି। ପିଲା ଜିଦି କରୁଥାଏ ମା ମୁଁ ମିଠା ଖାଇବି, ଅମୁକ ଖାଇବି, ତମୁକ ଖାଇବି। ମା ଜାଣିଛନ୍ତି ଏଇଟା ତତେ ଭଲ ଲାଗେ, ଏହା ଭଲ ନୁହଁ। ନାଇଁ କରୁଥାନ୍ତି ବୁଝଉଥାନ୍ତି ବାପାରେ ଏବଂ ତାକୁ ଦୂରେଇ ରଖିଥାନ୍ତି। ଆରେ ପିଲାଟା ସବୁବେଳେ ସେ ଖାଇଦଉଛି ଏଇ ଜିନିଷ, ସେଟା ତା ଦେହରେ ଯାଉନି ବା ତାକୁ ଖାଇବା ଉଚିତ ନୁହଁ। ତାକୁ ଘରକୁ ଆଣୁନି, ନହେଲେ କାଲି ଚାବି ପକେଇ ଦଉଛି, ନହେଲେ ଆଉ କଣ କର ସେଇଭଳି କଥା। ତେଣୁ ସେ ଜାଣିଛନ୍ତି କିଏ ଏକାଗ୍ରତା ଆସ୍ପୃହା କର। ଆସ୍ପୃହା ଶବ୍ଦ ଆମେ ବାରମ୍ବାର ଘୋଷଣା କରିବୁ। ଆସ୍ପୃହା ହଉଛି ଭଗବାନଙ୍କୁ ଏ ନିର୍ଜୀବ ଜଡ ବସ୍ତୁ ନୁହେଁ, ଭଗବାନ ବିଷ୍ଣୁ ହତେ ପ୍ରୀତିବାଞ୍ଛା ତାରେ ବୋଲି ପ୍ରେମ, ଆତ୍ମ ହତେ ପ୍ରୀତିବାଞ୍ଛା ତାରେ ବୋଲି କାମ। କାମନା ନୁହେଁ, ଭଗବାନଙ୍କୁ ଛାଡ଼, ସେଇଟା ହଉଛି ଅସଲ ପ୍ରେମ। ସେ କହୁଛନ୍ତି ଏକାଗ୍ରତା ସ୍ପୃହା ତୁମର ବିଶ୍ୱାସକୁ ବଢେଇ ଦେବ। ସେଦିନ କହୁଥିଲି আমার জনে ভাই কহতে আমার পাঠচক্রে ଅଛି ମାଏର ছেলে, ଏ ହଉଛି ବିଶ୍ୱାସ। ସଦାବେଳେ ତାଙ୍କ ନଜରରେ ରହିଛି। ଏମିତି କେମିତି କରିବି ଏବଂ କହୁଛନ୍ତି ୟା ପରେ ଦେଖିବ ଏ କାର୍ଯ୍ୟ ଗୁଡିକୁ ଆମେ ଏଟା କ୍ରୋନୋଲୋଜିକାଲି ପ୍ରଥମେ ଚୁପଚାପ ବସିବାକୁ ହବ, ଧ୍ୟାନସ୍ଥ କରିବାକୁ ହବ, ଉପାୟ ଖୋଜିବାକୁ ହବ। ମୁଁ ସତରେ କଣ ୟାରି ଭିତରେ ଏମିତି ପଶି ହେଇଯିବି, ଜୀବନଟା ଏମିତି ବ୍ୟର୍ଥ ହେଇଯିବ ଇତ୍ୟାଦି ଇତ୍ୟାଦି। ତାପରେ କହୁଛନ୍ତି ତୁମେ ତୁମର ମନର ଏକାଗ୍ରତା ଆସ୍ପୃହା ଓ ତୁମର ବିଶ୍ୱାସକୁ ବଢାଅ। ତେଣୁ ସେତେବେଳେ ଆଗକୁ ଯିବା ଲାଗି ଯେଉଁ ସହାୟତା ବା ଅବଲମ୍ବନଟି ତୁମ ନିକଟକୁ ଆସିଗଲା ତାକୁ ନେଇ ଗୋଟେ ନୂଆ କାର୍ଯ୍ୟ ନିକଟ ତିଆରି କରିବ। ଏହି ଏବଂ ଏଇଟା ଯଦି ମୋର ପ୍ରକୃତରେ
ବିଶ୍ୱାସ, ଆତୃଆ ଏବଂ ଏକାଗ୍ରତା ପବିତ୍ର ତୀବ୍ର ଥାଏ, ତାହେଲେ ନୂଆ ସାହାଯ୍ୟ ଅନୁଭୂତ ଅଛି। And with the new help which comes to you, make a new program. ମାଙ୍କୁ ଆଦେଶ ଦେଲା ଭଳି ଦଉଛନ୍ତି, ଗୋଟେ ନୂଆ ପ୍ରୋଗ୍ରାମ ତୁ କରେ ବାବା। କଣ ସେଇଟା ନା ବାକି ଜୀବନ ତକ ମୁଁ କେମିତି ବିତେଇବି, ବାକି ଜୀବନ ତକ ମୁଁ କେମିତି ବିତେଇବି ଏବଂ ୟାକୁ ନେଇକରି ଗୋଟେ କାର୍ଯ୍ୟ ନିର୍ଘଣ୍ଟ ପ୍ରୋଗ୍ରାମ ତିଆରି କରିବ। ଏବଂ କହୁଛନ୍ତି ଯେଉଁ ସବୁ ଉପାୟ ବା ଅବଲମ୍ବନ ଗୁଡିକୁ ପଛରେ ଛାଡି ଆସିଛ, ନା ମୁଁ କଣ କରୁଥିଲି ଏପର୍ଯ୍ୟନ୍ତ, ବେଳେ ବେଳେ ମୁଁ ବି ଭାବିଲେ କେମିତି ଲାଗେ, ଆମେ ଏତେ ବେଶୀ ବୁଝୁନଥିଲୁ, ଅନେକ ସମୟ ଚାଲି ଯାଇଛି ଯେମିତି। ଭାଇ ଭଉଣୀ ମାନେ ଦୁଃଖ ଲାଗେ ସେ କଥା ଭାବିଲେ। We could not be worthy of, ଭାଇ ମୁଁ କହିବି, we କାହିଁ କହିବି, all the privilege the mother had granted. କେତେ କଥା କେତେ ସୁଯୋଗ ଆସିଥିଲା, ଏମିତି କୁଆଡେ କୁଆଡେ ସମୟ ସବୁ ଆମେ ଏତେ ଦେଇଦେଲୁ, ଆହୁରି କେତେ ପଢିଥାନ୍ତୁ ଜାଣିଥାନ୍ତୁ, ସମୟ ସବୁ କୁଆଡେ କୁଆଡେ ଚାଲିଗଲା, ଆହୁରି ମାଙ୍କ ସହିତ ଆହୁରି କ୍ଲୋଜ ହେଇଥାନ୍ତୁ, ଇତ୍ୟାଦି ଇତ୍ୟାଦି। ଏବେ ସେ ବିଷୟରେ ହେତୁ ହେଲା ବେଳକୁ ଯେମିତି ଅନେକ ସମୟ ଚାଲି ଯାଇଛି ନଈରେ, ଅନେକ ପାଣି ନଈରେ ବହି ଯାଇଛି, ବଟ୍ ବିଳମ୍ବ ହେଇଛି ସିନା, କିନ୍ତୁ ଆହୁରି ବୋଗତ ହେଇଛି, ଆହୁରି କେତେ କଥା ହେଇଛି। ଏବଂ ଯୋଉ ସବୁ ଅବଲମ୍ବନ ଛାଡି ଆସିଛି, କେବଳ ଯେନ ତେନ ପ୍ରକାରଣ ପଇସା ରୋଜଗାର କରିବା ଏବଂ ଅନ୍ୟମାନେ ଯାହା କରୁଛନ୍ତି ସେମିତି କିଛି କରିବା ଏବଂ ସେଇଥିରେ ସନ୍ତୋଷ ବିଧାନ କରିବା, ସେଇଥିରେ ଆଉ ମନ ଆସୁନାହିଁ, ମନ ଲାଗୁନାହିଁ। ଏ ହଉଛି ଅବଲମ୍ବନ, ଯାହାକୁ ଆମେ ପଛରେ ଛାଡି ଆସିଛୁ। ତା ସ୍ଥାନରେ ଏଇ ନୂତନ ଅବଲମ୍ବନ ଗୁଡିକୁ କିପରି କାର୍ଯ୍ୟକାରୀ କରାଇବ ତାହା ସ୍ଥିର କରିବ। କହୁଛନ୍ତି work out other means to replace those you have left behind. ଏହିପରି ଭାବରେ ଦେଖନ୍ତୁ, ଏହିପରି ଭାବରେ ରିମେମ୍ବର ଅଫର, ବାରମ୍ବାର ଆମେ ମନେ ପକେଇବୁ, ମାଙ୍କୁ ସମର୍ପଣ କରୁଥିବୁ ଏବଂ ଧାପେ ଧାପେ ସ୍ତର ପରେ ସ୍ତର ଅଗ୍ରଗତି କରି ଚାଲୁଥିବୁ। କହୁଛନ୍ତି this is how one progresses stage by stage. ଲାଗିବ ମୁଁ ତ ଘୁରୁଛି କିନ୍ତୁ ପ୍ରକୃତରେ ମୁଁ ଉଠୁଛି। ଯଦି ଆପଣ ମାନେ କେହି ପ୍ରକୃତରେ ପାହାଡ ଚଢିଥିବେ, ବିଶେଷ କରି ଶିଖରକୁ ଯଦି କେବେ ଯାଇଥିବେ, ତାହେଲେ ଶିଖରକୁ ଏମିତି ସିଧା ଯାଆନ୍ତି ନାହିଁ, ପାହାଡ ଚାରି ପାଖରେ ବୁଲିବାକୁ ପଡେ। ପାହାଡର ଉଚ୍ଚତା ଅନୁସାରେ କେତେ ଘେରା, ସେଇ ବାଟ ଯାଉଛୁ ଯାଉଛୁ, ଚାରିପଟେ ଚାରିପଟେ ଗିରିଗିରି 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 ହେଇକରି ଯାଉଛୁ, କିନ୍ତୁ ସେ ଯିବା ଭିତରେ ଆମେ ଆସ୍ତେ ଆସ୍ତେ ଉଚ୍ଚତାକୁ ଉଠି 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 ଯାଉଥାଉ। ଆଜିକୁ ପାଖାପାଖି କେତେ 45 ବର୍ଷ ତଳେ ମୁଁ ଥରେ କାଞ୍ଚନଜଙ୍ଗା ଚଢିଥିଲି। ବାପା, ବିଶ୍ୱାସ କରି ହବ ନାହିଁ, ତା ଚାରିପଟେ ଆମେ ବୁଲୁଛୁ, କିନ୍ତୁ ଯେତେବେଳେ ଉପରକୁ ଯାଉଛୁ ଗୋଟେ ଅବସ୍ଥାରୁ ତଳକୁ ଦେଖୁଛୁ, ଇରେ ସେଇ ବାଟେ ସତରେ ଆମେ ଆସିଥିଲୁ, ସେ ତ କେତେ ତଳେ ରହିଗଲାଣି, କିନ୍ତୁ ସେଇ ଜାଗାରେ ଆମେ ଉପରେ ଅଛୁ। କେମିତି ପୁଣି ଘୁରୁଛୁ, ଚାରିପଟେ 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 ଘୁରୁଛୁ। ଆମେ କଣ ଯାହା କରୁଛୁ ସବୁ ଛାଡି ଛୁଡି ଦେଇକିରି ପଳେଇ ଯିବା କି, ସନ୍ନ୍ୟାସୀ ହେଇଯିବା? ନା, ସେଇ କାମ ସବୁ, ଖାଇବା ପିଇବା ସଂସାର ଭିତରେ ରହିବା, କିନ୍ତୁ ଚିନ୍ତା ଚେତନା ବଦଳିଯିବ।
এইଭଳି ଭାବରେ ମା କହୁଛନ୍ତି ଜଣେ ସ୍ତର ପରେ ସ୍ତର ଅଗ୍ରଗତି କରି ଚାଲେ, କିନ୍ତୁ ଏଇ ଯୋଉ ଷ୍ଟେପ ଗୁଡ଼ିକୁ ତାକୁ ଭୁଲିଯିବା ନାହିଁ। ଯେତେବେଳେ ମୁଁ ହାଲିଆ ହେଇଯାଉଛି, ହାଲିଆ ମାନେ ଏଇ ଯୋଉ କାମ କରି କରି କାହିଁକି କରୁଛୁ ବୋଲି ଭିତରେ ପ୍ରଶ୍ନ ଆସୁଛି, ତାହେଲେ ଚୁପଚାପ ବସିଯିବାକୁ ହବ, ଧ୍ୟାନସ୍ଥ ହବାକୁ ହବ, ଉପାୟ ଖୋଜିବାକୁ ହବ, ଏକାଗ୍ର ହବାକୁ ହବ, ଆସ୍ପୃହା କରିବାକୁ ହବ, ବିଶ୍ୱାସ ବଢେଇବାକୁ ହବ। ଦେଲେ ଅବଲମ୍ବନ ଅଲବତ ଆସିବ। ମା କହୁଛନ୍ତି ତୁମର ଗତିପଥରେ ଯଦି କେବେ ଗୋଟିଏ କାନ୍ଥ ଆସି ପଡେ ତେବେ ହତୋତ୍ସାହ ହୁଅ ନା। ମୁଁ କଣ କରିବି? କାନ୍ଥ ଆସି ପଡୁଛି, ବୁଝିଲେ ତ? ଅର୍ଥାତ୍ ଆମେ କଣ କରିବା? ଯୋଉ ଡାଳ ଧରୁଛି ସେଇ ଡାଳ ଭାଙ୍ଗି ଯାଉଛି, ମୁଁ କଣ କରିବି? ଏଇଭଳି ଆମେ କହୁ। କଣ କହିବି? ଗୋଟେ ଭାରି ପ୍ରିୟ ଗୀତ ଭାଇ ଭଉଣୀ ମାନେ, ରବୀନ୍ଦ୍ରନାଥ ସେଇଥିରେ ଅଛି ଏଇ କଥା। ତାକୁ କିଏ କିଏ ଶିଖିଥିବେ? ନିଶ୍ଚୟ ଶିଖିଥିବେ। ଯେ রবীন্দ্র সঙ্গীত শিখিଥିବ নিশ্চয় শিখিଥିବ। তোর আপন জনে ছাড়বে তোরে, তা বলে ভাবনা করা চলবে না। তোর নিজ ଲୋକମାନେ ଛାଡିକି ପଳେଇ ଯିବେ, ତା ବୋଲି ଭାବିବି ବସିକିରି କାହିଁକି ଚାଲିଗଲେ, କଣ ହେଲା, ମୁଁ କଣ କରିବି, ଏ ଭାବନା କରା ଚଲବେ ନା। ଆଉ ଯାହା ଆଶା କରିଥିବୁ ସେ ଆଶା ଲତା ସବୁ ଛିଣ୍ଡି ପଡିବ, ଏବଂ ଯୋଉ ଗଛ ଲଗେଇଥିବୁ ସେଇଥିରେ ଫଳ ଫଳିବ ନାହିଁ। তোর আশা লতা পড়বে ছেড়ে, হয়তোরে ফল ফলবে না, তা বলে ভাবনা করা চলবে না। তু যাଉଛୁ ନା? କହୁଛନ୍ତି ବାଟଟା ହଠାତ୍ ଦେଖିବୁ ଆଲୁଅ ଆଉ ନାହିଁ, ଅନ୍ଧାର, ସେ କଣ କରିବୁ? ବାତି ଜାଳିବୁ, ଚେଷ୍ଟା କରିବୁ, কিন্তু ଦେଖିବୁ ସେ ବାତି ବି ହୁଏତ ଲିଭି ଯାଇପାରେ। আসবে পথে আন্ধার নেমে, তাই বলে কি তুই রইবি থেমে, তুই বারে বারে জ্বালবি বাতি, হয়তো বাতি জ্বলবে না, তা বলে ভাবনা করা চলবে না। আହୁରି ইন্টারেস্টিং କହୁଛନ୍ତି ତ ଯେତେବେଳେ ପ୍ରଭୁଙ୍କୁ ଡାକୁଛୁ, ତୋର କଥା ଶୁଣିକିରି ଜଙ୍ଗଲ ଭିତରେ ଦେଇ ଯାଉଛୁ, ବଣର ପ୍ରାଣୀ ମାନେ ତୋ ପାଖକୁ ଆସି ଯାଇ ପାରନ୍ତି, କିନ୍ତୁ ତୋର ଘରର ନିଜର ବୋଲି ଯାହାକୁ କହୁଛୁ ସେମାନଙ୍କର ପଥର ହୃଦୟ ତରଳିବ ନାହିଁ। শুনে তোমার মুখের বাণী আসবে ঘিরে বনের প্রাণী, হয়তো তোমার আপন ঘরে পাষাণ হিয়া গলবে না, তা বলে ভাবনা করা চলবে না। যাଉ ଯାଉ 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 ପ୍ରଭୁଙ୍କୁ ଖୋଜି 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 ଦେଖିଲୁ, ପ୍ରଭୁଙ୍କର ଘରେ ଅର୍ଥାତ ମନ୍ଦିରରେ ତାଲା ପଡିଛି। ଆଉ କଣ କରିବୁ ନା, ତତେ ବାରମ୍ବାର ସେ କବାଟରେ ବାଡେଇବାକୁ ହବ। ହୁଏତ କବାଟ ଖୋଲି ନପାରେ, ଏଇ ହଉଛି ଯାତ୍ରା। বন্ধ দুয়ার দেখলি বলে অমনি কি তুই আসবি চলে, তোরে বারে বারে ঠেলতে হবে, হয়তো দুয়ার টলবে না, তা বলে ভাবনা করা চলবে না। ତୁମ ଗତିପଥରେ ଯଦି କେବେ ଗୋଟିଏ କାନ୍ଥ ଆସି ପଡେ ତେବେ ହତୋତ୍ସାହ ହୁଅ ନାହିଁ। ଯାଉଛୁ ଆଗରେ ବିରାଟ କାନ୍ଥ, ଆଉ କଣ କେମିତି ଯିବି? ମା କହୁଛନ୍ତି କେବେ କୁହ ନାହିଁ ଯେ ହୋ ମୁଁ କଣ କରିବି, ଯେ ତଥାପି ରହିଛ, ମୁଁ କଣ କରିବି, ମୋ ଘର ଏମିତି ଅସୁବିଧା ହେଲା। ଯେତେବେଳେ ପିଲାମାନେ କହନ୍ତି ଏମିତି ଅସୁବିଧା ହେଲା, ମୁଁ ଆଉ ପାଠ ପଢି ପାଇଲିନି, ଏଇଟା କରିପାଇଲିନି, ସେଇଟା କରିପାଇଲିନି, ହ୍ୱାଟ ନନସେନ୍ସ। ଆମ ଭିତରେ ସେ ସାହସ, ସେ ବିଶ୍ୱାସ କିଏ ନେଇଗଲା? ପରିସ୍ଥିତିକୁ ଦୋଷ ଦେଇ ଆମେ କେଡ଼େ ସୁନ୍ଦର ଅଟକି ଯାଉ, ଖସି ଯାଉ ଆପଣାର ଲକ୍ଷ୍ୟ ପଥରୁ।
ଭାବୁଛନ୍ତି ଓହୋ ମୁଁ କଣ କରିବି ଭାବି ରହିଛି। Oh, what shall I do? It is still there. ସତର୍କ କରେଇ ଦଉଛନ୍ତି, ଏଇ ଦେଖ ବାବା, ଯେତେବେଳେ ଦେଖିଲୁ କାନ୍ଥ ଅଛି ନା ସେଠି ଛିଡା ହେଇଛୁ ବା ଡରିକିରି ଫେରି ଆସୁଛୁ, ମନେ ରଖ ଏଇ ଭାବରେ କିନ୍ତୁ ସେଇ ଅସୁବିଧାଟି ସେଇଠି ସେମିତି ରହିଥିବ, ତଥାପି ରହିଥିବ, ଶେଷ ପର୍ଯ୍ୟନ୍ତ ସେ ଅସୁବିଧାଟି ସେଇଠି ରହିଥିବ, ସେମିତି ରହିଥିବ। In this way the difficulty will still be there till the very end. ସେମିତି ରହିଥିବ। କଣ କରିବା ଉଚିତ? ସେଇ ଯୋଉ କଥାଟି କହୁଛନ୍ତି ତାକୁ ବହିରେ ଲେଖା ହେଇଛି, ଆମେ ହୃଦୟରେ ଲେଖି ନେବା। ମା କହୁଛନ୍ତି କେବଳ ତୁମେ ଯେତେବେଳେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବ ସେତିକି ବେଳେ ହିଁ ସବୁ ବାଧାବିଘ୍ନ ଭୁଲି ପଡିବ। It is only when you reach the goal that everything will suddenly crumble down. ଲକ୍ଷ୍ୟ ସ୍ଥଳ କଣ? ଆମେ ନ ଡରିକିରି ସାହସ ନ ହରେଇକିରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା। ଏଜୁକେସନ ବହିର ଆରମ୍ଭରେ ଯୋଉ ଚାପ୍ଟରଟା ଅଛି ଆପଣ ମାନେ ନିଶ୍ଚୟ ଅଧିକ ପଢିଥିବେ, ଦି ସାଇନ୍ସ ଅଫ ଲିଭିଂ ବା ଜୀବନ ବିଜ୍ଞାନ ବା ଆତ୍ମଜ୍ଞାନ ବା ଆତ୍ମସଂଯମ। ତାର ପ୍ରଥମ ବାକ୍ୟ ଛୋଟିଆ ବାକ୍ୟଟି, ଲକ୍ଷ୍ୟହୀନ ଜୀବନ ସର୍ବଦା ଏକ ଦୁଃଖମୟ ଜୀବନ। ତୁମ ପ୍ରତ୍ୟେକଙ୍କର ଏକ ଲକ୍ଷ୍ୟ ରହିବା ଉଚିତ, କିନ୍ତୁ ଏହା ଭୁଲି ଯାଅ ନାହିଁ ଯେ ତୁମ ଲକ୍ଷ୍ୟର ଗୁଣ ଉପରେ ହିଁ ତୁମ ଜୀବନର ଗୁଣ ନିର୍ଭର କରେ। ଲକ୍ଷ୍ୟ କଣ ରଖିଛି? ଗୋଟେ ସୁନ୍ଦର ଘର ବନେଇବି, ଗୋଟେ ଏମିତି ବାହା ହେବି, ଏମିତି ଜୀବନ ଯାପନ କରିବି, ଏଇ ସବୁ ଏତେ ପଇସା ରୋଜଗାର କରିବି। ଦେଖୁଛନ୍ତି ତ କେମିତି ଟିଭିରେ ବାହାରୁଛି ଆମର କାରନାମା, ଜଣେ ପରେ ଜଣେ ହେଲା ଅମଲାତନ୍ତ୍ରୀଙ୍କର କେମିତି କୁଡ଼ କୁଡ଼ ସମ୍ପତ୍ତି ଠୁଳ କରିଛନ୍ତି। କି ଲାଭ? ଜୀବନ ବର୍ତ୍ତମାନ କେମିତି କଟୁଛି ସେମାନଙ୍କର ଚିନ୍ତା କରନ୍ତୁ। ଅର୍ଥାତ ଲକ୍ଷ୍ୟର ଗୁଣ, ତା ଉପରେ ଆମ ଜୀବନର ଗୁଣ ନିର୍ଭର କରେ। ଆମ ଲକ୍ଷ୍ୟ ଏତେ ସଙ୍କୁଚିତ ହବ ନାହିଁ। ମା ତ କହୁଛନ୍ତି ତୁମର ଲକ୍ଷ୍ୟ ହେବ ଉଚ୍ଚ ଏବଂ ବିସ୍ତୀର୍ଣ୍ଣ, ଉଦାର ଏବଂ ସ୍ୱାର୍ଥହୀନ। ଏହା ଦ୍ୱାରା ହିଁ ତୁମ ଜୀବନ ତୁମ ନିଜ ନିକଟରେ ଅନ୍ୟମାନଙ୍କ ନିକଟରେ ମୂଲ୍ୟବାନ ହବ। ଚାରୋଟି ଶବ୍ଦ ଭୁଲିଯିବା ନାହିଁ। ଗୋଟେ ଉଚ୍ଚ ହବ, ବିସ୍ତୀର୍ଣ୍ଣ, ମୁଁ କରୁଛି, ମୋ ପାଇଁ କରୁଛି, ଏ ହଉଛି ଅତି ସଙ୍କୁଚିତ। ଏହା ଉଚ୍ଚ ନୁହେଁ କି ବିସ୍ତୀର୍ଣ୍ଣ ନୁହେଁ। ଏବଂ ଗାନ୍ଧୀଜୀଙ୍କର କଥାଟି ଆପଣ ମାନଙ୍କର ମନେ ପଡୁଥିବ, ଯେ ପଢିଥିବେ ଉପହାର ଲୋଡ଼ା ନାହିଁରେ ଅଛି, ଯେ ବହୁ ଲୋକଙ୍କ ହୃଦୟରେ ଯେଉଁ ଭାବ ଜାଗ୍ରତ ହୁଏ ତା ପୁଷ୍କର ବାଣୀ। ମୋର ଲକ୍ଷ୍ୟ ବିସ୍ତୀର୍ଣ୍ଣ ହେଲେ ମୁଁ ଗୋଟେ କୋଉଠାରେ ଠାକିକିନି ରହିବିନି, ଏଇଥିରେ ମୋର ଜୀବନ ଚାଲିଗଲା। ବା କିଏ ମନ୍ଦିର ତୋଳିବାରେ ଲଗେଇ ଦଉଛି ବାଜି, କହୁଛି ମୁଁ ଗୋଟେ ଆଉ କଣ କରୁଛି, ଆଉ କଣ କରୁଛି। ଆରେ ସେଗୁଡା କରିବାକୁ ବହୁତ ଲୋକ ଅଛନ୍ତି। ମୁଁ ଯଦି ମୋ ଲକ୍ଷ୍ୟ ବିଷୟରେ ସଚେତନ, ବିସ୍ତୀର୍ଣ୍ଣ ଲକ୍ଷ୍ୟ ବିଷୟରେ ଉଦାର ଏବଂ ସ୍ୱାର୍ଥହୀନ, ତାହେଲେ ମତେ ଭଗବାନଙ୍କୁ ଚିନ୍ତା କରିବାର ଅଛି, କାହିଁକି ମତେ ଜୀବନ ଦେଇଛନ୍ତି। ପୂର୍ଣ୍ଣତାର ଉପଲବ୍ଧି କରିବା ହଉଛି। କେବଳ ତୁମେ ଯେତେବେଳେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ ସେତିକି ବେଳେ ହିଁ ସବୁ ବାଧାବିଘ୍ନ ଭୁଲି ପଡିବ। It is only when you reach the goal that everything will suddenly crumble down. କି ସାହସ ମା ଦଉଛନ୍ତି ଆମ ମାନଙ୍କୁ, କାରଣ ଆମର ସବୁ କଥା ମା ଜାଣିଛନ୍ତି। ଭାଇ ଭଉଣୀ ମାନେ, ଆଜିର ଏ ପବିତ୍ର ଦିନରେ ମାଙ୍କର ଏ ବାଣୀକୁ
ଆମେ ମନେ ରଖିବା ଏବଂ ସେଇଟା ହୃଦୟର ଲେଖିକିରି ଆଗକୁ ଆଗକୁ ବାଟ ଚାଲିବା। ମାଙ୍କର ଜୟ ହଉ। ବନ୍ଦେ ମାତରମ୍। ଏଠି ରଖୁଛି। ଭାଇ ଆଲୋଚନାକୁ ଆଗକୁ ଅଧ୍ୟାୟକୁ ଆପଣଙ୍କୁ କୃତଜ୍ଞତା ଭରା ଧନ୍ୟବାଦ। ପୁଣି ସେଇ ରବୀନ୍ଦ୍ର ସଙ୍ଗୀତର ସେଇ ଲାଇନ ବାରେ ବାରେ ଆଘାତ में ଭାଙ୍ଗି ପଡିଲେ ଚାଲିବନି, ପିଛିଏ ପଡିଲେ ଚଳିବେ ନା। ବହୁତ ସୁନ୍ଦର ରବୀନ୍ଦ୍ର ସଙ୍ଗୀତ ଥିଲା। ଧନ୍ୟବାଦ ଭାଇ, ଆପଣଙ୍କୁ ବହୁତ ସୁନ୍ଦର ଭାବରେ ବିଶ୍ଳେଷଣ ରଖିଲେ। କୃତଜ୍ଞତା ଭରା ପ୍ରଣାମ ଜଣାଉଛି ଆପଣଙ୍କୁ। ବର୍ତ୍ତମାନ ଅନୁରୋଧ କରୁଛି ପୂଜ୍ୟ ଧୀରେନ୍ଦ୍ର ଭାଇ ଦ୍ୱିପଦ କହିବେ। ପୂଜ୍ୟ ଧୀରେନ୍ଦ୍ର ଭାଇ। ଆଜି ଆଉ ଏକ ସନ୍ଧ୍ୟା, ଏଇ ଚିରନ୍ତନୀ ସନ୍ଧ୍ୟା 124 ପୃଷ୍ଠାର ଇ ମାଙ୍କ ଲିଖିତ କେବେ ସାହସ ହରାଓ ନା, ଯାହାକି ଆଦର୍ଶ ଶିଶୁରେ ଯେଉଁ 12ଟି ଗୁଣ କଥା ମା ଲେଖିଛନ୍ତି, ସେଥିରେ ଗୋଟିଏ ହେବ ସାହସୀ। ଏବଂ ଆଜିର ସନ୍ଧ୍ୟାରେ এই বিষয়টিକୁ ଭାଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ବହୁ ଉଦାହରଣ ଆଣିଛନ୍ତି, ବହୁ କବିତାର ସ୍ରୋତ ଢାଳି ଦେଇଛନ୍ତି। ବାଂଲାଦେଶର ସେଇ ଜାତୀୟ କବି ଏବଂ ସେ ଯାତ୍ରାରୁ ଆରମ୍ଭ ହେଇଛି ଏବଂ ଶେଷରେ ଯେତେବେଳେ ତୁମେ ସେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବ, ସେତେବେଳେ ସବୁ ବାଧା ବିଘ୍ନ ସବୁ ଭୁଷୁଡି ପଡିବ। ଆଉ ବାଧା ନଥିବ, ଆଉ କଷ୍ଟ ନଥିବ, ସମସ୍ୟା ନଥିବ। ଏହି ମର୍ମରେ ଭାଇ ଆରମ୍ଭ କରିଥିଲେ এই ଯୋଉ ଯାତ୍ରା। ଯେତିକି ମୋର ସମ୍ବଳ ଥିଲା ମୁଁ ନିର୍ଦ୍ଦିଷ୍ଟ ଜାଗାରେ ଆସି ପହଞ୍ଚିଗଲି। ଘର ଦ୍ୱାର ଖୋଲି, ପାଠ ପଢିଲି, ଚାକିରି ବାକିରି କଲି, ଗାଡି କଲି, ଆଉ ଅନ୍ୟାନ୍ୟ ଯାହା ସାଂସାରିକ କାର୍ଯ୍ୟ ସବୁ କଲି, ସେଇଠି ଅଟକି ଗଲି। ତାପରେ ଶେଷ ହେଇଗଲା। ଆଉ କଣ, ମୁଁ ଆଉ ବାଟ ପାଉନି। ଭାଇ କହୁଥିଲେ ଯେ ମାଙ୍କ ଲେଖାରୁ ଯେ ବାପା ମାନେ ତୁମର ସନ୍ତାନ ତୁମର ନୁହନ୍ତି। ଏ ଜୀବନ ଯାତ୍ରାର ହେତୁ ବାପା ମା ଦେଇନାହାନ୍ତି, ଦେଇଛନ୍ତି ପରମ। ଏ ଆତ୍ମାର ଆଜ୍ଞା ଓ ନିର୍ଦ୍ଦେଶରେ ଆମେ ଚାଲିଛୁ, କିନ୍ତୁ ଜୀବନ ଯାତ୍ରାରେ ଅହଂ ମନର ପ୍ରଭାବ ବେଶ ବାରି ହଉଛି। ସେମାନେ ଆମ ଯାତ୍ରାକୁ ଦିଗହରା କରି ଦଉଛନ୍ତି, ଭାଙ୍ଗି ଦଉଛନ୍ତି। ତେଣୁ ମୁଁ କହୁଛି ଏଇଟା ମୋର, ସେଇଟା ମୋର, ଏଇଟା ମୋ ପାଇଁ। ତେଣୁ ଏ ଜାଗା, ଏ ଜମି, ଏ ଘରର ମାଲିକ ମୁଁ, କିନ୍ତୁ ମୁଁ ନୁହେଁ। କବିଙ୍କର ସେ କବିତା ଭାଇ କହୁଥିଲେ, ଖଜଣା ଦେଲି ତଥାପି ଜମି ନିଲାମ ହେଇଯାଉଛି। ଇଏ ଅହଂ
ପରବଶ ଏହା କହୁଛୁ, ଆମେ ଏହା କରୁଛୁ। ବାବୁଲ ଭାଇଙ୍କର ସେଇ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାନଙ୍କରେ ଯୋଉ ମାତୃ ଆକ୍ସନ ସଙ୍ଗ ବୋଲାଯାଏ, ଭାଇ କହୁଥିଲେ ବୀର ଯୋଦ୍ଧା କରି ଗଢ, ଇଏ ହଉଛି ମାଙ୍କର ଲେଖା। ବାବାଜୀ ଭାଇଙ୍କର ହଉଛି ବାବୁଲ ଭାଇଙ୍କର ଆମ ଧର୍ମ ଦୁଃସାହସ, ଦୁଃସାହସ ହଉଛି ଆମର ଧର୍ମ। ଏ କଥା ଆମେ ଭୁଲି ଯିବା ନାହିଁ। ଏଇ ଦୁଃସାହସ ହିଁ ମା ଚିରନ୍ତନୀ ପ୍ରଥମ ପୃଷ୍ଠରେ ସେମାନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ତେଣୁ ଏଥିପାଇଁ ଯାହା ଆବଶ୍ୟକ ସେ ହଉଛି ବିଶ୍ୱାସ। ମୁଁ ମାର ସନ୍ତାନ, ମାର ছেলে। କେତେ କେତେ ସମୟ ମୋର ଚାଲି ଯାଇଛି, ନଈର ପାଣି ବହିଗଲା ଭଳି ସ୍ତର ପରେ ସ୍ତର ଅଗ୍ରଗତି ମୁଁ କରିବାକୁ ସୁଯୋଗ ପାଇଥିଲେ ବି କରିପାରିନି। ଆଉ ଏଇ ଜୀବନର ଗତି ପଥରେ ଆଜି ଯେତେବେଳେ ମା କହୁଛନ୍ତି ଗୋଟେ କାନ୍ଥ ଆସି ପଡିଯାଏ, ତମେ ଭାଙ୍ଗି ପଡ, କିନ୍ତୁ ସାହସ ହରାଉ ନା, ହତୋତ୍ସାହ ହୁଅ ନାହିଁ। କେବେ କୁହ ନାହିଁ ଯେ ମୁଁ କଣ କରିବି ଏହା। କିନ୍ତୁ ଅସୁବିଧାଟି ଏମିତି ରହିଥିବ, ବାଧା ରହିଥିବ, ତୁମକୁ ଆକଟ କରୁଥିବ। ରବୀନ୍ଦ୍ର ସଙ୍ଗୀତ ଭାଇ ବୋଲୁଥିଲେ, ତ ନିଜ ଲୋକ ଛାଡି ପଳେଇଯିବେ, ତୋର ଆଶାର ଲତା ଛିଡିଯିବ, ଫଳ ଫଳିବନି, ତେବେ ଭାବିଲେ ଚଳିବନି। ଯାଉଥିବ ହଠାତ୍ ଅନ୍ଧାର ହେଇଯିବ, ପଥର ବନ୍ୟ ପ୍ରାଣୀ ଆସି ପାରନ୍ତି, କିନ୍ତୁ ତୋ ନିଜ ଲୋକମାନେ ଛାତି ପଥର କରିଦେଇଥିବେ। କିନ୍ତୁ ଭାଙ୍ଗିବାର ଆବଶ୍ୟକ ନାହିଁ, ଭୟ କରିବାର ଆବଶ୍ୟକ ନାହିଁ, ସାହସ ହରାଇବାର ଆବଶ୍ୟକ ନାହିଁ। ଯେତେବେଳେ ତୁମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବ, ସବୁ ବାଧା ବିଘ୍ନ ଭୁଷୁଡି ଯିବ, ସବୁ ଆଲୋକମୟ ହେଇଯିବ, ଚେତନାମୟ ହେଇଯିବ। ତେଣୁ ବାଟଟି କିନ୍ତୁ ଏଇଭଳି ଅଙ୍କା ବଙ୍କା, ଉଠା ପକା, ତାକୁ ଅତିକ୍ରମ କରିବାକୁ ପଡିବ। ତେଣୁ ମାଙ୍କ ଉପରେ ଭରସା, ମାଙ୍କ ଉପରେ ବିଶ୍ୱାସ ଏବଂ ଆମର ସାହସିକ ମନୋଭାବ, ଯାହାକି ଜଣେ ବିରୋଚିତ ଆତ୍ମାର ଇ ଲକ୍ଷଣ। ହିରୋଇକ ସୋଲ କଥା ମୁଁ କହିଛନ୍ତି, ବିରୋଚିତ ଆତ୍ମା ସେଇମାନେ ହିଁ ଆଗକୁ ଯାଆନ୍ତି। ତେଣୁ ଆମେ ମାର ସନ୍ତାନ, ମାଙ୍କୁ ପାଇଛୁ। ଆଗକୁ ଯିବାରେ ଆମ ପାଖରେ ଆଉ କିଛି ବିଶେଷ ଅସ୍ତ୍ର ନାହିଁ, କେବଳ ତାଙ୍କୁ ଭଲ ପାଇବା, ତାଙ୍କୁ ନେଇ ଚାଲିବା, ସ୍ୱପ୍ନ ଦେଖିବା। ମା ହିଁ ଆମର ନିୟତି। ତେଣୁ ଭାଇ ତ ଅନେକ କଥା କହିଛନ୍ତି, ଆଉ ମୁଁ ଅଧିକ କଥା କହିବିନି, ସମୟ ଘନି ଆସିଲା। ତେଣୁ ଆଜିର ସନ୍ଧ୍ୟାରେ ଏହା ହିଁ ଆମକୁ ଶିକ୍ଷା ଦେଲା ଯେ ଆମେ ସାହସୀ ହେବୁ, କୋଉ ମୁହୂର୍ତ୍ତରେ ବି ଆମେ ଭୟଭୀତ ହେବୁ ନାହିଁ। ଏ ଜୀବନ ଯାତ୍ରା ଅସୁମାରୀ ଝଡ଼ ଆସିବ, ତାକୁ ଅତିକ୍ରମ କରିବୁ। ତେଣୁ ମାଙ୍କ ପାଖରେ ଗଭୀର କୃତଜ୍ଞତାର ଭାବ ରହିବ। ମୋର କଥା ମୁଁ ଏଠି ରଖିଲି, ଅପା ଆକୁ ନିଅନ୍ତୁ। ମା 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 ଧନ୍ୟବାଦ ଭାଇ, ଆନ୍ତରିକ ଧନ୍ୟବାଦ ଆପଣଙ୍କୁ। ବହୁତ ସୁନ୍ଦର ଭାବରେ ବିଶ୍ଳେଷଣ କଲେ ଆଜିକାର ଅଧ୍ୟାୟକୁ। ଆପଣ ରବି ଭାଇଙ୍କର ବକ୍ତବ୍ୟକୁ ଆପଣ ସୁନ୍ଦର ଭାବରେ ବିଶ୍ଳେଷଣ କଲେ। ଧନ୍ୟବାଦ ପୁଣି ଥରେ ଆପଣଙ୍କୁ କୃତଜ୍ଞତା ଭରା ପ୍ରଣାମ ଜଣାଉଛି। ବର୍ତ୍ତମାନ ଅନୁରୋଧ କରୁଛି କଲ୍ୟାଣୀ ପ୍ରଧାନ ଆମ ସହିତ ଅଛନ୍ତି, ତାଙ୍କୁ ଅନୁରୋଧ କରୁଛି ସେ ଗୋଟେ ମାତୃ ଭଗବତ ସେବକ ପ୍ରାର୍ଥନାଟିଏ ବୋଲିବେ। କଲ୍ୟାଣୀ ପ୍ରଧାନ ଅପା, ଜଳେଶ୍ୱର ଅପା, ଯଦି ମତେ ଶୁଣି ପାରୁଛନ୍ତି ଅନମ୍ୟୁଟ କରିକି ଭଗବତ ସେବକ ପ୍ରାର୍ଥନାଟିଏ ବୋଲନ୍ତୁ।
ଆପଣ ମୁଁ କହୁଛି ଗୋଟେ ମିନିଟ। ଭଗବତ ସେବକର ପ୍ରାର୍ଥନା। ବିଘ୍ନ ବିନାଶ ହେ ଭଗବାନ, ଜୟ ହେଉ ତୁମର। ଆମମାନଙ୍କ ଅନ୍ତରରେ କିଛି ହେଲେ ଯେପରି ବିଘ୍ନ ନ ଘଟାଏ ତୁମରି କାର୍ଯ୍ୟରେ, କିଛି ହେଲେ ଯେପରି ତୁମ ଆବିର୍ଭାବରେ ବିଳମ୍ବ ନ ଘଟାଏ। ସକଳ ବିଷୟରେ ସକଳ ମୁହୂର୍ତ୍ତରେ ପୂର୍ଣ୍ଣ ହେଉ ତୁମର ଇଚ୍ଛା। ତୁମ ସମ୍ମୁଖରେ ଛିଡା ହୋଇଛୁ ଆମ୍ଭେମାନେ। ତୁମ ଇଚ୍ଛା ହିଁ ଆମ୍ଭମାନଙ୍କ ମଧ୍ୟରେ, ଆମ୍ଭମାନଙ୍କ ସତ୍ତାର ପ୍ରତ୍ୟେକ ଅଙ୍ଗରେ, ପ୍ରତ୍ୟେକ କର୍ମରେ, ଉଚ୍ଚତମ ଚୂଡାରୁ ତୁଚ୍ଛତମ ପ୍ରତ୍ୟେକଟି କୋଷରେ ପୂର୍ଣ୍ଣ ହେଉ। ତୁମଠାରେ ଆମ୍ଭମାନଙ୍କ ନିଷ୍ଠା ହୁଏ ଯେପରି ସର୍ବାଙ୍ଗୀନ ଓ ଚିରନ୍ତନ। ଆମ୍ଭେମାନେ ଅନ୍ୟ ସବୁ କିଛି ପରିହାର କରି ଚାହୁଁ ସମ୍ପୂର୍ଣ୍ଣ ରୂପେ ତୁମ ପ୍ରଭାବର ଅଧୀନରେ ରହିବାକୁ। ଆମ୍ଭେମାନେ କେବେ ଯେପରି ନ ଭୁଲୁ ତୁମ ନିକଟରେ ଗଭୀର ଭାବରେ, ନିବିଡ଼ ଭାବରେ କୃତଜ୍ଞ ହୋଇ ରହିବାକୁ। ପ୍ରତି ମୁହୂର୍ତ୍ତରେ ତୁମେ ଆମମାନଙ୍କୁ ଯେ ଅପରୂପ ସମ୍ପଦ ସବୁ ଦାନ କରି ଯାଉଛ, ସେ ସବୁର କିଛି ଯେପରି ଆମ୍ଭେମାନେ ଅପଚୟ ନ କରୁ। ଆମ୍ଭମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୁମ କାର୍ଯ୍ୟରେ ସହଚଳ ହୁଏ, ସେସବୁ ଯେପରି ପ୍ରସ୍ତୁତ ହୋଇ ଉଠନ୍ତି ତୁମର ସିଦ୍ଧି ସକାଶେ। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଜୟ ହେଉ ତୁମର। ତୁମ ବିଜୟରେ ଦିଅ ଆମ୍ଭମାନଙ୍କର ଜ୍ୱଳନ୍ତ ସକ୍ରିୟ ଚରମ ଅଟଳ ବିଶ୍ୱାସ। ମା 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 ମା। ସମସ୍ତ ଅପଭାଇଙ୍କୁ ଶୁଭ ସନ୍ଧ୍ୟା, ପ୍ରଣାମ। ଧନ୍ୟବାଦ ବାପା ଆପଣଙ୍କୁ, କୃତଜ୍ଞତା ଭରା ଧନ୍ୟବାଦ ଆପଣମାନଙ୍କୁ ସମସ୍ତଙ୍କୁ। ଆଜିର ଅଧ୍ୟାୟକୁ ମାଙ୍କର ପାଦ ପଦ୍ମରେ ନିବେଦନ କରି ଏଇଠି ରହିବା।